ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣେ ରୋଗୀ 108 ଆମ୍ବୁଲାନ୍ସରେ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ପୁରୁଣା କଟକର ସମ୍ବଲପୁର ରାସ୍ତାର ରାସୋଲ ପେଟ୍ରୋଲ ପମ୍ପ ନିକଟରେ 108 ଆମ୍ବୁଲାନ୍ସର ଷ୍ଟାର୍ଟ ବନ୍ଦ ହୋଇଥିବାରୁ କିପରି ଠେଲା ହେଉଛି ଆମ୍ବୁଲାନ୍ସ ଟିକେ ଭଲ ଭାବରେ ଦେଖନ୍ତୁ। ଅଧଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଅଟକି ରହିଥିବା ରୋଗୀ ପ୍ରାୟ ଅଧଘଣ୍ଟା ପରେ ହିନ୍ଦୋଳରୁ ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପରେ ରାସ୍ତା ମଝିରେ କିପରି ଗୋଟିଏ ଆମ୍ବୁଲାନ୍ସରୁ ଆଉ ଗୋଟିଏ ଆମ୍ବୁଲାନ୍ସକୁ ରୋଗୀକୁ ବଦଳ ବଦଳ କରାଯାଉଛି ଏହି ଦୃଶ୍ୟରୁ ସ୍ପଷ୍ଟ ହୋଇପାରି ପଡୁଛି। ତେବେ ଗରିବ ଲୋକମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର 108 ଆମ୍ବୁଲାନ୍ସ ସେବା ପ୍ରଦାନ କରୁଥିବା ବେଳେ ସେଗୁଡ଼ିକ ପରିଚାଳନା କରୁଥିବା ଫ୍ରାଞ୍ଚାଇଜ ମାନେ ସଠିକ ଭାବରେ ପରିଚାଳନା କରୁନଥିବାରୁ ଏଭଳି ଅସୁବିଧା ଉପୁଜୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। पेसेंट ठाई अछंती तापर भी सेमाने 20 मिनिट समय जोटे कि जदि निद लागुची कि काला लागुची चाहा पिया पय कहउतनी 2 मिनिट भितर मध्ये सेमाने निजको प्रस्तुत करबा कथा जेहेतु जरूरीकालीन सेवा गाड़ी सेमानकर प्रश्न एया कि हेइ पारे जे एम्बुलेंस थिबा पेसेंट कि होची गुरुतर नथिला सेति लागि यदि गुरुतर नथिला तबे केमिति होची बंतलारु डाक्टर होची रेफर करिथिले होची कटक एससीबी मेडिकल केंद्र सरकार 108 एम्बुलेंस जोगेइ देछन्ति गरीब लोक माने जो माने स्वास्थ्य सेवा वंचित रहउछन्ति बा जो मानकर द्रुत चिकित्सा पाई आरोग्य पाई केंद्र सरकार 108 एम्बुलेंस जोगेइ देछन्ति किंतु आमे देखै पाउ जे 108 एम्बुलेंस रे रोगी आछन्ति बाटरे खराब होची आज तार जरूरत